ଜୟ ଜଗନ୍ନାଥ ପିଲାମାନେ ଆଜି ଦେଖିବା ସିଲେକ୍ଟେଡ୍ 1 ମାର୍କିଆ 2 ମାର୍କିଆ 5 ମାର୍କିଆ ଓ ତା ସହିତ ଲଙ୍ଗ କ୍ୱେଶ୍ଚିନ୍। ଏହା ହେଉଛି ପିଲାମାନେ ବୁକ୍। ଏହି ବୁକ୍ରୁ ହିଁ ପଲିଟିକାଲ ସାଇନ୍ସର କୋର୍ 9 ହଉ ବା କୋର୍ 8 ହଉ ବା କୋର୍ 10 ପିଲାମାନେ ଯେତେ ସବୁ 1 ମାର୍କ ଅଛି ପିଲାମାନେ ଦେଖନ୍ତୁ ଟିକେ ମନ ଦେବେ ପୁଟ ଯେତେ ସବୁ 1 ମାର୍କ ରହିଛି ସେ ସବୁ 1 ମାର୍କ ଏହି ଭିତରୁ ଆସିବ, ବାହାରୁ କିଛି ଆସିବନି। ଏବଂ 1 ମାର୍କକୁ ଛାଡ଼ିଦେଲେ ଯେତେ ସବୁ ରହିଗଲା 2 ମାର୍କ 5 ମାର୍କ ଲଙ୍ଗ କ୍ୱେଶ୍ଚିନ୍ ଯାହା ପଢ଼ିଛି ସେସବୁକୁ ମିସ୍ କରିବେ ନାହିଁ। ଯଦି ମିସ୍ କରିବେ ତାହେଲେ ଆପଣଙ୍କର ମାର୍କ କମିଯିବ ପିଲାମାନେ। ଏହା ହେଉଛି ପଲିଟିକାଲ ସାଇନ୍ସର କୋର୍ 9 ୟୁନିଟ୍ 1ରୁ ସିଲେକ୍ଟେଡ୍ ସବୁ। ଦେଖନ୍ତୁ ଦେଶ ରାଷ୍ଟ୍ରକୁ ଏକ ଦୈବ ଅନୁଷ୍ଠାନ ଭାବେ ଅଭିହିତ କରିଛନ୍ତି ହେଗେଲ୍ ପିଲାମାନେ। ଦେଖନ୍ତୁ ଲେଖା ହେଇଛି ହେଗେଲ୍ ବା ହିଗେଲ୍। ନେକ୍ସଟ ହିଗେଲ୍ ଦ୍ୱନ୍ଦାତ୍ମକ ଦେଶର ମୁଖ୍ୟ ପ୍ରବକ୍ତା ବା ହେଗେଲ୍ ଦ୍ୱନ୍ଦାତ୍ମକ ଦେଶର ମୁଖ୍ୟ ପ୍ରବକ୍ତା ବୋଲି କୁହାଯାଉଛି। ଆନ୍ସର ଦେଖନ୍ତୁ ଆଦର୍ଶବାଦ। ନେକ୍ସଟ ଏ କ୍ୱେଶ୍ଚିନ୍ ପଡ଼ିଥିଲା 2 ନମ୍ବରର। ଦେଶ ମତ ଦେଇଥିଲେ ଜାତୀୟ ଜୀବନ ପାଇଁ ଯୁଦ୍ଧ ଯେପରି ସମୁଦ୍ର ପାଇଁ ପବନ ସେହିପରି ଅଟେ, ଏହା ବି ଆସିବ। ନେକ୍ସଟ ଆନ୍ସର ଦେଖନ୍ତୁ ହେଗେଲ୍। ଆନ୍ସର ହେଉଛି ହେଗେଲ୍। ହେଗେଲଙ୍କ ମତ ଦେଇଥିଲେ ଯେ ଜାତୀୟ ଜୀବନ ପାଇଁ ଯୁଦ୍ଧ ଯେପରି ସମୁଦ୍ର ପାଇଁ ପବନ ସେହିପରି ଅଟେ। ନେକ୍ସଟ ହେଗେଲ୍ ଦେଶ ରାଜତନ୍ତ୍ରକୁ ସମର୍ଥନ କରିଥିଲେ। ଆନ୍ସର ଦେଖନ୍ତୁ ସାମ୍ବିଧାନିକ। ଏହା ବି ଆସି ସାରିଛି ପିଲାମାନେ ସାମ୍ବିଧାନିକ। ହେଗେଲ୍ ସାମ୍ବିଧାନିକ ରାଜତନ୍ତ୍ରକୁ ସମର୍ଥନ କରିଥିଲେ। ନେକ୍ସଟ ଦେଶଙ୍କ ମତରେ ହେଗେଲଙ୍କ ଦର୍ଶନର ଅନ୍ୟ କିଛି ଲକ୍ଷ୍ୟ ନଥିଲା, ବରଂ ଏକ ସମ୍ପୂର୍ଣ୍ଣ ବରଂ ପର୍ଯ୍ୟାୟାନୁକ୍ରମିକ ଆଧୁନିକ ଚିନ୍ତାଧାରା ପୁନର୍ଗଠନ ବୋଲି କୁହାଯାଉଛି। ଦେଖନ୍ତୁ ଆନ୍ସର ହେଉଛି ହେଗେଲ୍। ଦେଖନ୍ତୁ ଆନ୍ସର ହେଉଛି ପିଲାମାନେ ହେଗେଲ୍। ମୋର ଆନ୍ସର ହେଉଛି ହେଗେଲ୍। ନେକ୍ସଟ ହେଗେଲ୍ ଦେଶ ମସିହାରେ ଜନ୍ମ ହୋଇଥିଲେ, ଏହା ବି ପଚାରିପାରେ। ସବୁ ଯାକ ଇମ୍ପୋର୍ଟାନ୍ସ ଗୋଟେ ପିଲାମାନେ ମିସ୍ କରିବେ ନାହିଁ। ଆନ୍ସର ହେଉଛି 1770 ମସିହା। 1770 ମସିହାରେ ପିଲାମାନେ ହେଗେଲ୍ ଜନ୍ମଗ୍ରହଣ କରିଥିଲେ। ନେକ୍ସଟ ଦେଶ ଏନସାଇକ୍ଲୋପିଡ଼ିଆ ଅଫ୍ ଦ ଫିଲୋସଫିକାଲ ପୁସ୍ତକ ରଚୟିତା କିଏ? ସମସ୍ତେ ଜାଣିଥିବେ ଏହା ଯାଉଛି ପିଲାମାନେ ହେଗେଲଙ୍କ ଉପରେ ଯାଉଛି। ହେଗେଲ ହିଁ ହେବ। ଏ କ୍ୱେଶ୍ଚିନ୍ ବି ପଚାରିପାରେ। ହେଗେଲଙ୍କ ଦ୍ୱାରା ପୁସ୍ତକ ଲିଖିତ ସେ ପୁସ୍ତକ ନାଁ ହେଉଛି ଏନସାଇକ୍ଲୋପିଡ଼ିଆ ଅଫ୍ ଦ ଫିଲୋସଫିକାଲ, ମନେ ରଖନ୍ତୁ। ନେକ୍ସଟ ଦେଶ କହିଛନ୍ତି ରାଷ୍ଟ୍ର ଈଶ୍ୱରଙ୍କ ହାତ ତିଆରି ଅନୁଷ୍ଠାନ ଓ ବିବେକର ମୂର୍ତ୍ତିମନ୍ତ ପ୍ରତୀକ ଅଟେ ବୋଲି କୁହାଯାଉଛି। ଆନ୍ସର ଦେଖନ୍ତୁ ପିଲାମାନେ ହେଗେଲ୍ ଲେଖା ହେବ। ସବୁ ଯାକ ହେଗେଲ୍ ଏବଂ 2 ନମ୍ବର ପାର୍ଟରେ କାର୍ଲମାର୍କ୍ସଙ୍କ ବିଷୟରେ ଅଛି। ନେକ୍ସଟ ଦେଶ କହିଥିଲେ ହେଗେଲଙ୍କ ରାଜନୈତିକ ଦର୍ଶନରେ 2 ମୁଖ୍ୟ ପ୍ରାଥମିକ ଉପାଦାନ ରହିଛି, ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦ୍ୱନ୍ଦାତ୍ମକ କ୍ଷମତା ଏବଂ ଅନ୍ୟଟି ରାଷ୍ଟ୍ର। ଏହି 2ଟି ଚିନ୍ତାଧାରା ପରବର୍ତ୍ତୀ ପର୍ଯ୍ୟାୟରେ ଫାସିବାଦ ଓ ରାଷ୍ଟ୍ର ନିରଙ୍କୁଶବାଦ ସୃଷ୍ଟି କଲା ବୋଲି କୁହାଯାଉଛି। ଦେଖନ୍ତୁ ଆନ୍ସର ଦେଖନ୍ତୁ ଗୁଚ୍ ହେବ। ଆନ୍ସର ହେଉଛି ଗୁଚ୍। ନେକ୍ସଟ ହେଗେଲଙ୍କ ଦେଶ ମସିହାରେ ଦେହାନ୍ତ ହୋଇଥିଲା ବା ମୃତ୍ୟୁବରଣ କେଉଁ ମସିହାରେ କରିଥିଲେ? 1831 ମସିହାରେ ପିଲାମାନେ। ଏ କ୍ୱେଶ୍ଚିନ୍ ଯେମିତି ହେଲେ ବି ପଚାରିବେ ପିଲାମାନେ, ଏ କ୍ୱେଶ୍ଚିନ୍କୁ ମିସ୍ କରନ୍ତୁ ନାହିଁ। ନେକ୍ସଟ ଦେଖନ୍ତୁ ଏବେ ଦେଖିବା 2 ମାର୍କ। ହେଗେଲଙ୍କ ଉପରେ କାହାର ପ୍ରଭାବ ଅନୁଭୂତ ହୋଇଥିଲା ବା ହେଗେଲ୍ ଯେ ଥିଲେ ଦାର୍ଶନିକ ତାଙ୍କେ କେଉଁ ଉପରେ ବା କାହାର ପ୍ରଭାବ ଅନୁଭୂତ ହୋଇଥିଲା ବୋଲି କୁହାଯାଉଛି। ନେକ୍ସଟ ହେଗେଲ୍ ରଚନା କରିଥିବା ପୁସ୍ତକ ଗୁଡ଼ିକର ନାମ କ'ଣ ବା ଲେଖ ବୋଲି କୁହାଯାଉଛି। ଯେତେ ସବୁ ଲେଖିଛନ୍ତି ପୁସ୍ତକ ସେସବୁର ଲେଖିଦେବେ ନା ଯାକ। ହେଗେଲ୍ ମତରେ ରାଷ୍ଟ୍ରର ଉତ୍ପତ୍ତି କିପରି ହୋଇଥିଲା, ଏହା ବି ଇମ୍ପୋର୍ଟାନ୍ସ ଅଛି। ନେକ୍ସଟ ସମ୍ବିଧାନବାଦ କ'ଣ? ପୁରା ଇଜି। ହେଗେଲଙ୍କ ଯୁଦ୍ଧ ଉପରେ ମତବାଦ କ'ଣ ଥିଲା ବା ମତ କ'ଣ ଥିଲା ବୋଲି କୁହାଯାଉଛି। ପୁରା ଇଜି ପିଲାରେ, ପୁରା ଇଜି, ଯାହାକି ଭଲ ଭାବରେ ଏକ୍ସପ୍ଲେନ୍ କରିପାରିବେ। ନେକ୍ସଟ ଏବେ ଦେଖନ୍ତୁ 5 ମାର୍କ। ହେଗେଲ୍ ମାନବ ପ୍ରକୃତି ବା ହେଗେଲଙ୍କ ମାନବ ପ୍ରକୃତି କେମିତି ଥିଲା, ଗୋଟେ ପଜିଟିଭରେ ଯାଉଛି। ନେକ୍ସଟ ହେଗେଲଙ୍କ ରାଷ୍ଟ୍ର ଉପରେ ମତ, ଦ୍ୱନ୍ଦାତ୍ମକ ପ୍ରକ୍ରିୟା, ସମ୍ବିଧାନବାଦ କ'ଣ? ହେଗେଲଙ୍କ ଯୁଦ୍ଧ ଉପରେ ମତ କ'ଣ? ହେଗେଲଙ୍କ ଆନ୍ତର୍ଜାତୀୟତାବାଦ କ'ଣ? ଏସବୁ ପିଲାମାନେ ହେଉଛି 5 ମାର୍କ। ଏସବୁ ପିଲାମାନେ ମିସ୍ କରିବେ ନାହିଁ, ସବୁ ହିଁ ଅଲରେଡ଼ି
ଦିଆଯାଇଛି କୋଶ୍ଚିନ୍ ପିଲାମାନେ ଯଦି ଦେଖିବେ ତାହେଲେ ଦେଖିପାରିବେ ସବୁ ଯାକ ଦିଆଯାଇଛି ସବୁ ଯାକ ଆସିବ। ନେକ୍ସଟ ଏବେ ଦେଖନ୍ତୁ 8 ମାର୍କ ଦେଖନ୍ତୁ ହେଗେଲଙ୍କ ରାଷ୍ଟ୍ରତତ୍ତ୍ୱ ଉପରେ ଏକ ନିବନ୍ଧ ଲେଖ ବୋଲି କୁହାଯାଉଛି ବା ହେଗେଲଙ୍କ ସେଇ ଦାର୍ଶନିକ ଯେ କି ରାଷ୍ଟ୍ର ଉପରେ କ'ଣ ମତ ଦେଇଛନ୍ତି ଚିନ୍ତାଧାରା କ'ଣ ଥିଲା ତା ଉପରେ ଲେଖିବା ପାଇଁ କୁହାଯାଉଛି ପିଲାମାନେ। ହେଗେଲଙ୍କ ରାଷ୍ଟ୍ରତତ୍ତ୍ୱ ଉପରେ ଗୋଟିଏ ପ୍ରବନ୍ଧ ବା ନିବନ୍ଧ ଲେଖ ବୋଲି କୁହାଯାଉଛି ବା ଏସେ ଗୋଟେ ଲେଖ। ହେଗେଲଙ୍କ ଦର୍ଶନରେ ସ୍ୱାଧୀନତା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର। ନେକ୍ସଟ ହେଗେଲ ଦ୍ୱନ୍ଦାତ୍ମକ ଆଦର୍ଶବାଦ ଚିନ୍ତାଧାରା ବର୍ଣ୍ଣନା କର ବୋଲି କୁହାଯାଉଛି। ନେକ୍ସଟ ହେଗେଲଙ୍କ ଯୁଦ୍ଧ ଏବଂ ଆନ୍ତର୍ଜାତୀୟ ଆଇନ ଉପରେ ଥିବା ମତ ରଚନା କର ବୋଲି କୁହାଯାଉଛି ବା ଆଲୋଚନା କର। ପୁରା ଇଜି ପିଲାମାନେ ସବୁ ଯାକ ସିଲେକ୍ସନ୍ ଲଙ୍ଗ କ୍ୱେଶ୍ଚନ୍ ଦିଆଯାଇଛି ପିଲାମାନେ ଯଦି ପଢ଼ି ନାହାନ୍ତି ତାହେଲେ ପଢ଼ିପାରିବେ। ଏବେ ଦେଖିବେ ପିଲାମାନେ କାର୍ଲ ମାର୍କ୍ସ ଦେଖନ୍ତୁ ଆଉ କେତେ ଅଛି ଦେଖିନିଅନ୍ତୁ। ଦେଖନ୍ତୁ ଦେଖନ୍ତୁ ପିଲାମାନେ ମାର୍କ୍ସ ସମାଜକୁ କେତୋଟି ସ୍ତରରେ ବିଭକ୍ତ କରିଛନ୍ତି ଓ ସେଗୁଡ଼ିକ କ'ଣ କ'ଣ? ଉଦାସୀନତା କହିଲେ କ'ଣ ବୁଝ? ଅତି ଦାରିଦ୍ରତା ସ୍ଥିତି କ'ଣ ପିଲାମାନେ ପୁରା ଇଜି। ସର୍ବହରାକରଣ କାହାକୁ କୁହାଯାଏ? ସର୍ବହରା ବିପ୍ଳବ କ'ଣ? ସବୁ ଯାକ କହିସାରିଛି ସବୁ ଯାକ ପଢ଼େଇ ସାରିଛି। ଏବେ ଦେଖନ୍ତୁ 5 ମାର୍କ ସାମ୍ୟବାଦ ଇସ୍ତାହାର କ'ଣ? ତର୍କସଙ୍ଗତ ବସ୍ତୁବାଦ କ'ଣ? ଐତିହାସିକ ବସ୍ତୁବାଦ କ'ଣ? ଉଦ୍ବୃତ୍ତ ମୂଲ୍ୟ ପୁରା ଇଜି। ଶ୍ରେଣୀ ସଂଘର୍ଷ ବିପ୍ଳବ ସର୍ବହରାର ଏକଛତ୍ରବାଦ ରାଷ୍ଟ୍ରର ବିଲୟ। ନେକ୍ସଟ ଶ୍ରେଣୀବିହୀନ ସମାଜ ମାର୍କ୍ସବାଦର ସୁଗୁଣ ବିପରୀତ ସଂଘର୍ଷର ଏକ ଆଇନ ପୁରା ବା ଏକତା ଆଇନ ବୋଲି କୁହାଯାଉଛି ପୁରା ଇଜି ସବୁ ଯାକ ଦେଇଛି। କ୍ରୀତଦାସ ସମାଜ କ'ଣ? ସାମନ୍ତବାଦ ସମାଜ କ'ଣ? ପୁଞ୍ଜିବାଦ ସମାଜ ସାମ୍ୟବାଦ ସମାଜ ପ୍ରାଚୀନ ସମାଜ ଉଦାସୀନତା ପୁରା ଇଜି। ଏବେ ଦେଖନ୍ତୁ ପିଲାମାନେ କାର୍ଲ ମାର୍କ୍ସଙ୍କ ଉପରେ ଅଛି। ଫ୍ରେଡେରିକ୍ ଏଞ୍ଜେଲ ଡେସ୍ ମସିହାରେ ଦ କଣ୍ଡିସନ୍ ଅଫ୍ ୱାର୍କିଂ କ୍ଲାସେସ୍ ଇନ୍ ଇଂଲଣ୍ଡ ନାମକ ପୁସ୍ତକ ରଚନା କରିଥିଲେ। ଦେଖନ୍ତୁ ଆନ୍ସର୍ ତଳେ ଅଛି ପିଲାମାନେ କିଛି ବି ଡରିବା ନାହିଁ। ଆନ୍ସର୍ ଅଛି 1844 ହେବ। ନେକ୍ସଟ ଡେସ୍କୁ ନିର୍ବାସନର ଜନନୀ ଭାବେ ଅଭିହିତ କରାଯାଏ। ଡେସ୍କୁ ନିର୍ବାସନର ଜନନୀ ଭାବେ ଅଭିହିତ କରାଯାଏ ବୋଲି କୁହାଯାଉଛି। ଦେଖନ୍ତୁ ଆନ୍ସର୍ ଦେଖନ୍ତୁ ଇଂଲଣ୍ଡ। ନେକ୍ସଟ ଦେଖନ୍ତୁ ଡେସ୍ ମସିହାରେ ଦ କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ ବା ସାମ୍ୟବାଦ ଇସ୍ତାହାର ପୁସ୍ତକ ପ୍ରକାଶିତ ହୋଇଥିଲା କେବେ? ଦେଖନ୍ତୁ ଆନ୍ସର୍ ଦେଖନ୍ତୁ ପିଲାମାନେ ଆନ୍ସର୍ ଅଛି 1848 ମସିହା। ନେକ୍ସଟ ଏବଂ ତା ସହିତ ଯେଉଁମାନେ ଏହି ଚ୍ୟାନେଲ୍ ଆଉଛନ୍ତି ତାହେଲେ ଶେଷରେ ସବସ୍କ୍ରାଇବ୍ କରନ୍ତୁ ଓ ତା ସହିତ ଆପଣମାନଙ୍କ ଫ୍ରେଣ୍ଡସ୍କୁ ସେୟାର କରନ୍ତୁ। ଡେସ୍ ସାମ୍ୟବାଦ ଇସ୍ତାହାର ପୁସ୍ତକକୁ ଏକ ବୈପ୍ଳବିକ ପୁସ୍ତକ ବା ପ୍ରସ୍ତୁତି ନାମରେ ନାମିତ କରି ସବୁ ସମୟ ପାଇଁ ଗୋଟିଏ ଗ୍ରହଣଯୋଗ୍ୟ ରଚନା ବୋଲି ମତ ଦେଇଛନ୍ତି। ଆନ୍ସର୍ ଅଛି ପିଲାମାନେ ଦେଖନ୍ତୁ ସାବାଇନ୍। ଆନ୍ସର୍ ଅଛି ସାବାଇନ୍। ନେକ୍ସଟ ଦେଖନ୍ତୁ ଦାସ କ୍ୟାପିଟାଲ ପୁସ୍ତକ ରଚୟିତା କିଏ? ପୁରା ଇଜି ସମସ୍ତେ ଜାଣିଥିବେ କାର୍ଲ ମାର୍କ୍ସ। କାର୍ଲ ମାର୍କ୍ସବାଦ ଅନ୍ୟ ନାମ ହେଉଛି ପୁରା ଇଜି ଦେଖନ୍ତୁ ପିଲାମାନେ ପୁରା ଇଜି ବୈଜ୍ଞାନିକ ସମାଜବାଦ। ନେକ୍ସଟ ଡେସ୍ କହିଥିଲେ ମୋ ଦ୍ୱନ୍ଦ୍ୱବାଦ ହେଗେଲଙ୍କ ଠାରୁ କେବଳ ଭିନ୍ନ ନୁହେଁ ବରଂ ଏହାର ପ୍ରତ୍ୟକ୍ଷ ବିପରୀତ ଅଟେ। କାର୍ଲ ମାର୍କ୍ସ ହେବ ଦେଖନ୍ତୁ 7ର କାର୍ଲ ମାର୍କ୍ସ ହେବ। ନେକ୍ସଟ 8 ନମ୍ବର ମାର୍କ୍ସ ଡେସ୍ଙ୍କ ଠାରୁ ଦ୍ୱନ୍ଦାତ୍ମକ ବିଚାରଧାରା ଉଦ୍ଧାର ଆଣିଥିଲେ। ସମସ୍ତେ ଜାଣିଥିବେ ହେଗେଲଙ୍କ ଦ୍ୱାରା ବା ହେଗେଲଙ୍କ ଠାରୁ ଦେଖନ୍ତୁ ହେଗେଲ ହେବ। ନେକ୍ସଟ ଡେସ୍ ଆହ୍ୱାନ ଦେଇଥିଲେ ହେ ଈଶ୍ୱର ଶ୍ରମିକ କଣ ଏକଜୁଟ ହୁଅ ନିଜର ଶୃଙ୍ଖଳ ବ୍ୟତୀତ ଅନ୍ୟ କିଛି ହରାଇବାକୁ ନାହିଁ। ଇମ୍ପୋର୍ଟାନ୍ସ ଅଛି ଦେଖନ୍ତୁ 9ର ପିଲାମାନେ ଆନ୍ସର୍ ଅଛି ମାର୍କ୍ସ। ଏ କ୍ୱେଶ୍ଚିନ୍ ପିଲାମାନେ ପଚାରିପାରେ ମନେ ରଖିବେ। ନେକ୍ସଟ ଡେସ୍ ଓ ଡେସ୍ଙ୍କ ଦ୍ୱାରା ପ୍ରଭାବିତ ହୋଇ ମାର୍କ୍ସ ବା କାର୍ଲ ମାର୍କ୍ସ ଉଦ୍ବୃତ୍ତ ମୂଲ୍ୟ ତତ୍ତ୍ୱ ପ୍ରକାଶ କରିଥିଲେ।
ଦଶର ପିଲାମାନେ ଦେଖନ୍ତୁ ଆନ୍ସର୍ ହେଉଛି ଆଡ଼ାମ୍ ସ୍ମିଥ୍ ଓ ରିକାର୍ଡ଼ୋ। ଆଡ଼ାମ୍ ସ୍ମିଥ୍ ଓ ତା ସହିତ ରିକାର୍ଡ଼ୋ ହେବ। ନେକ୍ସଟ ଦେଖନ୍ତୁ 11 ନମ୍ବର ପିଲାମାନେ କ୍ୱେଶ୍ଚିନ୍ ନମ୍ବର 11। ଏଇସବୁ ପିଲାମାନେ ପଢ଼ନ୍ତୁ, ଏ ଭିତରୁ ହିଁ 1 ମାର୍କ ଯେମିତି ହେଲେ ବି ପଚାରିବ। ଡେସ୍ କହିଛନ୍ତି ବଳକା ଅର୍ଥ ତତ୍ତ୍ୱ ଏକ ନିନ୍ଦନୀୟ କପଳ ବା କପଳ କଳ୍ପିତ ତତ୍ତ୍ୱ ଭିତ୍ତିକ ଅନୁବାଦ ଛଡ଼ା ଅନ୍ୟ କିଛି ନୁହେଁ। ପୁରା ଇଜି ପିଲାମାନେ, ପୁରା ଇଜି ପିଲାମାନେ। ଆନ୍ସର୍ ହେଉଛି ଦେଖନ୍ତୁ ପିଲାମାନେ ବର୍ଟ୍ରାଣ୍ଡ ରସଲେ ହେବ, ବର୍ଟ୍ରାଣ୍ଡ ରସଲେ। ନେକ୍ସଟ ଦେଖନ୍ତୁ 12 ନମ୍ବର ଦେଖନ୍ତୁ ଡେସ୍ ନିଜେ ନିଜର ଧ୍ୱଂସର ପୁଞ୍ଜି ପତନ କରିଥାଏ। ପୁଞ୍ଜିପତି 12 ଦେଖନ୍ତୁ ପିଲାମାନେ 12 ହେଉଛି ପୁଞ୍ଜିବାଦ, ଯାହା ପାଖରେ ଟଙ୍କା ଅଛି। ନେକ୍ସଟ ଡେସ୍ଙ୍କ ମତରେ ବଳ ପ୍ରୟୋଗ ହେଉଛି ଆଧୁନିକ ରାଷ୍ଟ୍ରରେ ଧ୍ୟାୟ ସଦୃଶ। ଆନ୍ସର୍ ହେଉଛି ପିଲାମାନେ 13ର ଦେଖନ୍ତୁ 13ର ଆନ୍ସର୍ ହେଉଛି ମାର୍କ୍ସ। ନେକ୍ସଟ ଡେସ୍ ମସିହାରେ ରୁଷିଆରେ ବୋଲସେଭିକ୍ ବିପ୍ଳବ ସଂଗଠିତ ହୋଇଥିଲା। 1917 ପିଲାମାନେ ବାରମ୍ବାର କହିଛି 1917 ହେବ। ନେକ୍ସଟ 1949ରେ ଚୀନର ନିର୍ମାତା ଡେସ୍ ସାମ୍ୟବାଦ ନୀତିକୁ ଅନୁସରଣ କରି ଏକ ନୂତନ ଚୀନ ପ୍ରତିଷ୍ଠା କରିଥିଲେ। 15 ପିଲାମାନେ ଦେଖନ୍ତୁ 15 ନମ୍ବର ଆନ୍ସର୍ ହେଉଛି ମାଓ ସେ ତୁଙ୍ଗ। ମାଓ ସେ ତୁଙ୍ଗ ଏହା ବି ପଚାରିପାରେ। ନେକ୍ସଟ କାର୍ଲ ମାର୍କ୍ସ ଡେସ୍ ମସିହାରେ ଜନ୍ମଗ୍ରହଣ କରିଥିଲେ। ଏ କ୍ୱେଶ୍ଚିନ୍ ବି ପଚାରିଥାଏ ପିଲାମାନେ ବେଳେବେଳେ। ଦେଖନ୍ତୁ ଆନ୍ସର୍ ଦେଖନ୍ତୁ 1818 ପିଲାମାନେ। ନେକ୍ସଟ ଡେସ୍ ପ୍ରସିଦ୍ଧ ପୁସ୍ତକ କାର୍ଲ ମାର୍କ୍ସ ରଚନା କରିଥିଲେ। ଦାସ୍ କ୍ୟାପିଟାଲ ପୁରା ଇଜି ପିଲାମାନେ। ଦେଖନ୍ତୁ ସାମ୍ୟବାଦ ଇସ୍ତାହାର ହେବ। ଆନ୍ସର୍ ପିଲାମାନେ ସାମ୍ୟବାଦ ଇସ୍ତାହାର ବା କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ କୁହାଯାଇଥାଏ। ସାମ୍ୟବାଦ ଇସ୍ତାହାର ସମାଜରେ ସମସ୍ତଙ୍କର ଅଧିକାର ଅଛି। ସାମ୍ୟବାଦ ଇସ୍ତାହାର 17ର ଆନ୍ସର୍ ହେଉଛି ସାମ୍ୟବାଦ ଇସ୍ତାହାର। ନେକ୍ସଟ ଡେସ୍ଙ୍କ ସହିତ ମିଳିତ ଭାବେ ମାର୍କ୍ସ ସାମ୍ୟବାଦ ଇସ୍ତାହାର ରଚନା କରିଥିଲେ। ଏଞ୍ଜେଲ ପିଲାମାନେ ଏଞ୍ଜେଲ ବା ଏଙ୍ଗେଲଙ୍କ ସହିତ ଦେଖନ୍ତୁ 18ର ଏଞ୍ଜେଲ ହେବ ବା ଏଙ୍ଗେଲ। ନେକ୍ସଟ ଦ୍ୱନ୍ଦାତ୍ମକ ବସ୍ତୁବାଦ କ୍ଷେତ୍ରରେ ମାର୍କ୍ସ ଡେସ୍ଙ୍କ ଠାରୁ ଏହି ଚିନ୍ତାଧାରା ଗ୍ରହଣ କରିଥିଲେ। ଦ୍ୱନ୍ଦାତ୍ମକ ବସ୍ତୁବାଦ କ୍ଷେତ୍ର ମାର୍କ୍ସ ଡେସ୍ଙ୍କ ଠାରୁ କହିଲେ ହେଗେଲଙ୍କ ଠାରୁ ହେବ। ଦେଖନ୍ତୁ ଆନ୍ସର୍ ଦେଖନ୍ତୁ ହେଗେଲଙ୍କ ଠାରୁ ହିଁ ହେଗେଲ କିଛି ମିଷ୍ଟେକ୍ କରିଦେଇଥିଲେ। ସେ ମିଷ୍ଟେକ୍କୁ ପିଲାମାନେ ତାଙ୍କେ ସଠିକ୍ ବା ଠିକ୍ କରିଥିଲେ ବୋଲି କହିଥିଲେ ପିଲାମାନେ। ନେକ୍ସଟ ଦେଖନ୍ତୁ 20ର ଡେସ୍ କହିଥିଲେ ହେଗେଲ ମୁଣ୍ଡ ଉପରେ ଛିଡ଼ା ହୋଇଥିଲେ ଏବଂ ସେ ତାଙ୍କୁ ଓଲଟାଇ ତାଙ୍କ ଗୋଡ଼ ଉପରେ ଠିଆ କରାଇଥିଲେ। 20ର ପିଲାମାନେ ଦେଖନ୍ତୁ କାର୍ଲ ମାର୍କ୍ସ। ନେକ୍ସଟ ଡେସ୍ ଐତିହାସିକ ବସ୍ତୁବାଦକୁ ସମାଲୋଚନା କରିଥିଲେ କହିଥିଲେ ଆମର ସମସ୍ତ ସମସ୍ୟାବଳୀର ଅର୍ଥନୈତିକ ଅନୁଶୀଳନ ନିଶ୍ଚିତ ହାସ୍ୟାସ୍ପଦ ଅଟେ ବୋଲି କୁହାଯାଉଛି। 21ର ପିଲାମାନେ ଆନ୍ସର୍ ହେଉଛି ଲାସ୍କି। ନେକ୍ସଟ ଡେସ୍ଙ୍କ ମତରେ କାହା ଦ୍ୱାରା ପ୍ରତ୍ୟେକ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏକମାତ୍ର ବାସ୍ତବ ମାର୍ଗ ଅଟେ। 21ର ପିଲାମାନେ ବା 22ର ଆନ୍ସର୍ ହେଉଛି ପିଲାମାନେ ମାର୍କ୍ସ। ଡେସ୍ ତତ୍ତ୍ୱ ନିଜେ ନିଜର ଧ୍ୱଂସର ପୁଞ୍ଜି ପତନ କରିଥାଏ ବା ପୁଞ୍ଜି ପତନ କରିଥାଏ। ପୁଞ୍ଜିବାଦ ପୁଞ୍ଜି ବପନ ବା ପୁଞ୍ଜି ପତନ କରିଥାଏ। ପୁଞ୍ଜିବାଦ ଯାହା ପାଖରେ ଟଙ୍କା ଅଛି ପୁଞ୍ଜିବାଦୀ ମାନେ ସରିଲା। ଦେଖନ୍ତୁ କାର୍ଲ ମାର୍କ୍ସଙ୍କ ଉପରେ କେଉଁମାନଙ୍କ ପ୍ରଭାବ ଅନୁଭୂତ ହୋଇଥିଲା। 2 ମାର୍କ ପିଲାମାନେ ସାମ୍ୟବାଦ ଇସ୍ତାହାର କ'ଣ ଯେତେ ସବୁ 2 ମାର୍କ ଅଛି କ'ଣ କ'ଣ ଲାଗିଥିବ, ଯେତେ ସବୁ 5 ମାର୍କ ଅଛି କିଛି ଲାଗିବ ନାହିଁ। ମେନ୍ ପଏଣ୍ଟକୁ ଉଠେଇ ଦେଇକିନା ପଚାରିଥାଏ। ତର୍କ ସଙ୍ଗତ ବସ୍ତୁବାଦର ସଂଜ୍ଞା ଦିଅ, ଉଦ୍ଭୂତ ମୂଲ୍ୟ ସଂଜ୍ଞା ଦିଅ। ଐତିହାସିକ ବସ୍ତୁବାଦ କ'ଣ, ଶ୍ରେଣୀ ସଂଘର୍ଷ କହିଲେ କ'ଣ ବୁଝ, ପୁରା ଇଜି। ସର୍ବରାୟକଚ୍ଛେଦବାଦ କ'ଣ, ଶ୍ରେଣୀ ବିହୀନ ସମାଜ କାହାକୁ କୁହାଯାଏ, ପୁରା ଇଜି। ଦେଖନ୍ତୁ ଏହା କହିସାରିଲି ପିଲାମାନେ, ପୁରା ଇଜି ପିଲାମାନେ। ଏହା ଥିଲା ପଲିଟିକାଲ ସାଇନ୍ସର କୋର୍ 9 ୟୁନିଟ୍ 1ରୁ 1 ମାର୍କିଆ ସିଲେକ୍ଟେଡ଼, 2 ମାର୍କିଆ, 5 ମାର୍କିଆ ଓ ତା ସହିତ ଲଙ୍ଗ କୋଶ୍ଚିନ୍। ଦେଖନ୍ତୁ ପିଲାମାନେ ଏଇ ଭିତରେ ଲୁକି କରି ଅଛି 1 ମାର୍କ। ଏଇ ଭିତରୁ ହିଁ
ୱାନ୍ ମାର୍କ ପଚାରିବ ଆଉ କୁଆଡ଼ୁ ଆସିବ ନାହିଁ। ଯଦି ଆପଣ ଏତିକି ପଢ଼ିଦେବେ 1 ମାର୍କ ଏବଂ 2 ମାର୍କ 5 ମାର୍କ ଲଙ୍ଗ କୋଶ୍ଚିନ୍ ସବୁ ଯାହା ପଢ଼ିଛି ପିଲାମାନେ ସେ ଭିତରୁ ଆସିବ। ଯଦି ବିଶ୍ୱାସ ନାହିଁ ତାହେଲେ ଏକ୍ଜାମ୍ ହେଲେ ପିଲାମାନେ ବା ଏକ୍ଜାମ୍ ହେଇସାରିଛି ଦେଖିନିଅନ୍ତୁ ପିଲାମାନେ, ଏ ଭିତରୁ ହିଁ 1 ମାର୍କ ଆସିଛି ପିଲାମାନେ। ଏବଂ 2 ମାର୍କ 5 ମାର୍କ ଲଙ୍ଗ କୋଶ୍ଚିନ୍ ଯାହା ପଢ଼େଇଛି ବା ଯାହା ପଢ଼େଇଥିଲି ସବୁ ଯାକ ପିଲାମାନେ ସେ ଭିତରୁ ବାଜିଛି। ଏବଂ ଯେଉଁମାନଙ୍କର କି ଆଗାମୀ ଦିନରେ ଏକ୍ଜାମ୍ ଅଛି ସେଇମାନଙ୍କ ପାଇଁ ପିଲାମାନେ ଆଉ ଟାଇମ୍କୁ ୱେଷ୍ଟ କ'ଣ ପାଇଁ କରୁଛନ୍ତି ପିଲାମାନେ, ସେଇ ଟାଇମ୍କୁ କିଛି ଭଲ ଜାଗାରେ ୟୁଜ୍ କରନ୍ତୁ ବା ପଢ଼ିବାରେ ୟୁଜ୍ କରନ୍ତୁ ଏବଂ ଭଲ ସ୍କୋର କରନ୍ତୁ। ପ୍ରାକ୍ଟିସ୍ ନିହାତି ଆବଶ୍ୟକ। ଯଦି ପ୍ରାକ୍ଟିସ୍ କରିବେ ତାହେଲେ ପିଲାମାନେ ଆପଣମାନେ ଭଲ ସ୍କୋର କରିପାରିବେ। ଏବଂ ଯେଉଁମାନେ ଏହି ଚ୍ୟାନେଲ୍ ଆଉଛନ୍ତି ତାହେଲେ ଶେଷରେ ସବସ୍କ୍ରାଇବ୍ କରନ୍ତୁ ଓ ତା ସହିତ ଆପଣମାନଙ୍କ ଫ୍ରେଣ୍ଡସ୍କୁ ସେୟାର କରନ୍ତୁ। ଜୟ ଜଗନ୍ନାଥ।